ଯୋଉ ଏରିଆରେ କାମ କାର୍ଯ୍ୟରତ ଅଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଗୋଟେ ଦୃଶ୍ୟ ଦେଖିଥିଲି। ସେଇଠି ତା କିଛି ସ୍ୱାର୍ଥ ହାସଲ ପାଇଁ ଭାଇଟିଏ ତା ଭଉଣୀର ସବୁ କାନ୍ଧରେ କାନ୍ଧେଇକି ଯାଇ ମାଟି ତଳୁ କଙ୍କାଳ କାଢିକି ନେଇକି ଯାଇଛି। ତ ଏଇ ସମୟରେ ମଣିଷ କେତେ ସ୍ୱାର୍ଥବାଦୀ ହେଇଯାଉଛି ଆମେ ଦେଖିବା ଜାଣିବା। ତୋତେ କଙ୍କାଳ କଣ ଭାବୁଥିବ ତା ମନରେ, ମୁଁ ସେଇ କଥା ପଦକୁ ମୁଁ ମୋ କବିତା ମାଧ୍ୟମରେ ଚିତ୍ରଣ କରିବା ପାଇଁ ଚାହିଁଛି। ତ ମୋ କବିତାର ଶୀର୍ଷକ ହଉଛି କଙ୍କାଳ ମାଗେ ପରିତ୍ରାଣ। କଙ୍କାଳ ମାଗେ ପରିଚୟ ତାର ମାଟି ତଳୁ କରି ଚିତ୍କାର। କଙ୍କାଳ ମାଗେ ପରିଚୟ ତାର ମାଟି ତଳୁ କରି ଚିତ୍କାର। ବୃକ୍ଷ ସମାଜର ଅସାମାଜିକ ପ୍ରାଣୀ କାହିଁ ପରିଚୟ ମୋର, କାହିଁ ପରିଚୟ ମୋର। ବଞ୍ଚିଥିବା ଯାଏ ଶାନ୍ତି ପାଇନି ଅତୃପ୍ତ ଅଟେ ମୋ ଆତ୍ମା। ବଞ୍ଚିଥିବା ଯାଏ ଶାନ୍ତି ପାଇନି ଅତୃପ୍ତ ଅଟେ ମୋ ଆତ୍ମା। ଏବେ ମୁଁ ଚିର ନିଦ୍ରାରେ ଅଛି, ଜାଗ୍ରତ କରନି ଜମା, ଜାଗ୍ରତ କରନି ଜମା। ନିଜ ସ୍ୱାର୍ଥ ପାଇଁ ଅନ୍ଧ ହୁଅ ନାହିଁ, ନିଜ ସ୍ୱାର୍ଥ ପାଇଁ ଅନ୍ଧ ହୁଅ ନାହିଁ, ନିଜ ସ୍ୱାର୍ଥ ପାଇଁ ଅନ୍ଧ ହୁଅ ନାହିଁ, କର ଟିକେ ପରିତ୍ରାଣ। ନିଜ ସ୍ୱାର୍ଥ ପାଇଁ ଅନ୍ଧ ହୁଅ ନାହିଁ, କର ଟିକେ ପରିତ୍ରାଣ। ହସ୍ତରେ କଙ୍କାଳ ଜୁଇରୁ କଙ୍କାଳ ହସ୍ତେ ଘେନିଗଲେ, ଜୁଇରୁ କଙ୍କାଳ ହସ୍ତେ ଘେନିଗଲେ, ସବ କି ପାଇବ ପ୍ରାଣ, ସବ କି ପାଇବ ପ୍ରାଣ। କବିତା ସମାପ୍ତ କରିଛି ମ୍ୟାଡାମ। ସମସ୍ତଙ୍କୁ ବହୁତ ଧନ୍ୟବାଦ, ନମସ୍କାର। ବହୁତ ସୁନ୍ଦର କବିତା। ଏ ହଉଛି ବାସ୍ତବ ଧର୍ମୀ କବିତା। ବାସ୍ତବରେ ଯେତେବେଳେ ପରିଚୟ ମାଗିଛନ୍ତି, ଯେତେବେଳେ ବ୍ୟାଙ୍କରୁ ଟଙ୍କା ପାଇବା ପାଇଁ ବାରମ୍ବାର ସେମାନେ କହିଛନ୍ତି ଯେ ଯିଏ ମରିଯାଇଛି ତାର ଡେଥ୍ ସାର୍ଟିଫିକେଟ ଆଣିଦିଅ, ସେମାନେ କିଛି ବୁଝିପାରିନାହାନ୍ତି ଯେ ଡେଥ୍ ସାର୍ଟିଫିକେଟ ଆମେ କୋଉଠୁ ପାଇବୁ। ଠିକ ଅଛି, ପରିଚୟ ଯଦି ମାଗୁଛନ୍ତି ତାହେଲେ ମୁଁ ସେ ଲୋକକୁ ଆଣି ଠିଆ କରେଇବି। ଏବଂ ସେ ଯାଇ ମାଟି ତଳୁ ସେ କଙ୍କାଳକୁ ଟେକି ଧରି କାନ୍ଧରେ ବ୍ୟାଙ୍କରେ ପହଞ୍ଚିଛି ଏବଂ ସମସ୍ତେ ହତବାକ ହେଇଯାଇଛନ୍ତି ଯେ ଇଏ କଣ କଙ୍କାଳ ଧରି ଆସିଛି। ଏବଂ ତା ମଧ୍ୟ ହାଇଲାଇଟ ହେଇଥିଲା ଏବଂ ବ୍ୟାଙ୍କ କର୍ମଚାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା। ସେ କଙ୍କାଳ କହୁଛି ଯେ ମୁଁ ବଞ୍ଚିଥିବା ଯାଏ ଶାନ୍ତି ପାଇନାହିଁ, ତେଣୁ ମୁଁ ଏବେ ଚିର ନିଦ୍ରାରେ ଯେତେବେଳେ ଶୋଇଛି ତମେ ମତେ ଆଉ ଡିଷ୍ଟର୍ବ କର ନାହିଁ, ମତେ ଆଉ ତମେ ହଇରାଣ କର ନାହିଁ। ମୁଁ ଟିକେ ଚିର ନିଦ୍ରାରେ ଶୋଇଛି, ଶାନ୍ତିରେ ଶୋଇଛି, ମତେ ତମେ ହଇରାଣ କର ନାହିଁ। ବାସ୍ତବରେ ଜୀବନ ସାରା ଅଶାନ୍ତିରେ ରହିଥିବା ଲୋକ ଚିର ନିଦ୍ରାରେ ଶୋଇଗଲା ପରେ ତାକୁ ଆଉ ତାର ପରିଚୟ କିମ୍ବା କଙ୍କାଳକୁ ଯଦି ପରିଚୟ ମଗାଯାଏ ତାହେଲେ ସେ ତାର ଉତ୍ତର କଣ ଦେବ ସେଟା ଆମେ ନିଶ୍ଚିତ ସମସ୍ତେ ଜାଣିପାରୁଛେ। ଆଜି ମାନବ ତାର ମାନବିକତା ହରାଇ ବସିଛି। ସେ କେବଳ ସ୍ୱାର୍ଥ ପଛରେ ଦୌଡିବାରେ ବ୍ୟସ୍ତ। ସେ କୌଣସି ଲୋକର ପରିସ୍ଥିତିକୁ ବୁଝିବା ପାଇଁ ନାରାଜ। ସୁନ୍ଦର ଆପଣଙ୍କର ବାସ୍ତବ ଧର୍ମୀ କବିତା କଙ୍କାଳ ମାଗେ ପରିଚୟ ପରିତ୍ରାଣ, ବହୁତ ସୁନ୍ଦର ଆପଣଙ୍କ କବିତା। ଏ କବିତା ପାଇଁ ଆପଣଙ୍କୁ ଆମ ସମସ୍ତଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ, କୃତଜ୍ଞତା ଏବଂ ପ୍ରଣାମ ଜଣାଉଛୁ ଭାଇ। ଏପରି କବିତା ବହୁତ ବହୁତ ଧନ୍ୟବାଦ ମ୍ୟାଡାମ। ସୁନ୍ଦର ସଂଯୋଜନା ଆପଣଙ୍କର, ନିହାତି ମନୋଲୋଭ ହେଇଛି ଆପଣଙ୍କ ସଂଯୋଜନା। ପ୍ରକୃତରେ ଏଇଭଳି ସଂଯୋଜନା ହେଲେ ପ୍ରତ୍ୟେକ କବି କବିତା ଲେଖିବା ପାଇଁ ଟିକେ ଇଚ୍ଛା ହବ, କାହିଁକି ସେଇଭଳି ସଂଯୋଜନା ଆପଣ କରୁଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ସାନ ଭାଇ ହିସାବରେ ମୁଁ ଆପଣଙ୍କୁ ବ୍ୟକ୍ତିଗତ ପ୍ରଣାମ ଜଣାଉଛି। ନମସ୍କାର।